नमस्कार भाई और भौणी माने आपण को दिन खुशी रे जाऊ। आज आमे एक रहस्यमय आध्यात्मिक टेक्नोलोजी विषय जानिबा। ଏହା କର୍ଣ୍ଣାଟକର ହମ୍ପିରେ ଥିବା ଏକ ଅଜବ ମନ୍ଦିରରେ ଦେଖିବାକୁ ମିଳେ। କୁହାଯାଏ ଏଇଠି ହିଁ ହନୁମାନ ପ୍ରଥମ ଥର ପାଇଁ ପ୍ରଭୁ ରାମଙ୍କୁ ଭେଟିଥିଲେ। ହେଲେ ଏହି ମନ୍ଦିର ଭିତରେ କୌଣସି ମୂର୍ତ୍ତି ନାହିଁ, ବରଂ ଅଛି ଏକ ଶକ୍ତିଶାଳୀ ଜ୍ୟାମିତିକ ନକ୍ସା। ଏହି ନକ୍ସାକୁ ଯନ୍ତ୍ର କୁହାଯାଏ। ଆଉ ସବୁଠୁ ମଜା କଥା ହେଲା ଏହି ଆକୃତିର ସମ୍ପର୍କ ସିଧା ଆମ ଶରୀର ସହିତ। ଏହି ଯନ୍ତ୍ର ଆମ ଶରୀରର ଶକ୍ତି ବ୍ୟବସ୍ଥା ମାନେ ଚକ୍ରର ଗୋଟେ ପ୍ରତିଛବି। ଦୁଇଟି ତ୍ରିଭୁଜ ମିଶୁଥିବା ଜାଗା ହେଉଛି ଆମର ଅନାହତ ବା ହୃଦୟ ଚକ୍ର। ଆଚ୍ଛା, ଗୋଟେ କଥା ଭାବନ୍ତୁ ତ, ଯେତେବେଳେ କେହି ନିଜ ବିଷୟରେ କହେ ହାତ କୁଆଡ଼େ ଯାଏ? सीधा छाती उपरकू, ठीक ना? कारण एठी मोर अनुभव सबुठु बेसी। ଏହି କେନ୍ଦ୍ର ହିଁ ଆମର ଅହଙ୍କାର, ଆମ ମୁଁ ପଣିଆର ଜାଗା। ଆଉ ଏହି କଥା ଆମକୁ ରାମାୟଣର ଏକ ବହୁତ ଜଣାଶୁଣା କାହାଣୀ ମନେ ପକାଇ ଦିଏ। हनुमान जेतेबेले छाती चिरिथिले ताहा केवल भक्ति नथिला, एक वार्ता थिला। ସେ ଦେଖେଇଲେ ଯେ ତାଙ୍କ ହୃଦୟରେ ରାମ ସୀତା ଅଛନ୍ତି, ମାନେ ମୁକୁ ହଟାଇ ନିଜ ଇଷ୍ଟଙ୍କୁ ବସାଇବା। ଏହା ହିଁ ହେଉଛି ଭକ୍ତିର ଟେକ୍ନୋଲୋଜି, ଜୀବନର ଅନୁଭବକୁ ବଦଳାଇବାରେ ଏକ ଉପାୟ। ଏହି ପ୍ରକ୍ରିୟା ବହୁତ ସରଳ କିନ୍ତୁ ଗଭୀର। ଏହାର ମାତ୍ରା 3ଟି ଷ୍ଟେପ୍। ଏମିତି କଲେ ସୁଖ ଦୁଃଖ ଆଉ ମୋର ହୋଇ ରହେ ନାହିଁ, ସବୁକିଛି ଈଶ୍ୱରଙ୍କର, ଆଉ ଆମେ କେବଳ ସାକ୍ଷୀ। ଠିକ୍ ଯେମିତି କୃଷ୍ଣଙ୍କ ବଂଶୀ ଭିତରୁ ପୁରା ଖାଲି, ତେଣୁ ତ ଦିବ୍ୟ ସଙ୍ଗୀତ ବାହାରେ। ହନୁମାନଙ୍କ ପାଖରେ ବି ବଳ ଓ ବୁଦ୍ଧି ଥିଲା, କିନ୍ତୁ ସେ ଅହଙ୍କାର ବଦଳରେ ଭକ୍ତି ବାଛିଲେ। ତେବେ ଶେଷରେ ପ୍ରଶ୍ନ ଏଇଆ, ଯଦି ଜୀବନରୁ ଏହି ମୁକୁ ହଟାଇ ଦିଆଯାଏ ତେବେ କ'ଣ ବଦଳିଯିବ?